नमस्कार सर मु तनुश्री कृषि जागरण उड़िया फेसबुक लाइव पेज सेशन को आपको स्वागत करुच्ची। आज ये सर आम सहित अनेक चाषी उपस्थित अच्छा जो मैंने जाना चाहते विभिन्न नूतन प्रकार कौशल कृषि कार्यर आउ कि आपणकर फार्मिंग इक्विपमेंट विषय भी से जानवर इच्छा अच्छी। तो प्रथम सर आपण परिचयटा से देवे। नमस्कार। मो ना संजय कुमार दास। रेमुणा बालेश्वर ରୁ ମୁଁ କହୁଛି। ଆଉ ଚାଷ ବି ମୁଁ କରୁଛି, ଆଉ ଅଦର ଏସେସରିଜ କାମ ବି କରୁଛି। ଆଜ୍ଞା ସାର୍। ସାର୍ କେତେ ବର୍ଷ ହେଲାଣି ଆପଣ ଚାଷ କାମରେ ନିୟୋଜିତ ଅଛନ୍ତି ନା କୋଉଠୁ ଇନ୍ସପାୟାର ହେଇକି ଚାଷ କାମ ଆରମ୍ଭ କଲେ? ଚାଷ ମୁଁ ଆଜିକି ଏଇଟା ମୋର 7 ବର୍ଷ ପ୍ଲସ୍ ହବ। ମୁଁ ଆଗରୁ ବାହାରେ ମୁଁ ଏଗ୍ରିକଲଚର ଉପରେ ଆସିବା ପୂର୍ବରୁ ମୁଁ ଆଗେ ବିଟେକ୍ କରୁଥିଲି ଇଲେକ୍ଟ୍ରିକାଲରେ। ମୁଁ ଜବ୍ ବି କରୁଥିଲି ହାଇଦ୍ରାବାଦରେ। ସେଠୁ କୌଣସି କାମ ପାଇଁ ମୁଁ ଯାଇଥିଲି, ଯୋଉ କମ୍ପାନୀରେ ମୋର କାମ କରୁଥିଲି ସେ କମ୍ପାନୀରେ ଆଉ ଗୋଟେ ଥିଲା ରାଇସ୍ ମିଲ୍ ପଞ୍ଜାବରେ ଥିଲା। ତ ସେଠି ଯେତେବେଳେ ପଞ୍ଜାବ ଯେତେବେଳେ ମୁଁ ଯାଇଥିଲି ସେ କିଛି କାମରେ କମ୍ପାନୀ କାମରେ, ତ ସେଠିକାର ଚାଷକୁ ଦେଖିକି ମୋର କିଛି ମାନେ ଗାଁର ଯୋଉ ଆମର ଜମି ବାଡି ସବୁ ଅଧିକା ପଡିଛି, ତ ଏଠି ଆସି କିଛି କରିବା ପାଇଁ ନୂଆ ଟେକ୍ନୋଲୋଜି ଲଗେଇବା ପାଇଁ କଲୁ। ତାପରେ ୟୁପିରେ ଗୋଟେ ଏଗ୍ରିକଲଚର ୟୁନିଭର୍ସିଟି, ସେଠି ମୁଁ ଯେହେତୁ ଆମର ଇଞ୍ଜିନିୟରିଂ କମ୍ପ୍ଲିଟ ହେଇଥିଲା ତ 6 ମନ୍ଥ ଲେଟର କୋର୍ସ ଗୋଟେ ନେଇକି ଏଗ୍ରିକଲଚର ବିଟେକ୍ ହିସାବରେ ତ ଆରମ୍ଭ ସେଠି ପଢିଥିଲି। ତାପରେ ଆସିକି ଗାଁରେ 2017 ପାଖରୁ ଆମେ ମାଛ ଚାଷରୁ ପ୍ରଥମେ ଷ୍ଟାର୍ଟିଂ ଆରମ୍ଭ କରିଥିଲୁ, ଯୋଉ ବାୟୋଫ୍ଲକ୍ ପ୍ରଣାଳୀରେ ଷ୍ଟାର୍ଟିଂ ଆମେ ଆରମ୍ଭ କରିଥିଲୁ। ସେତେବେଳେ ପ୍ରଥମେ କିଛି ବାୟୋଫ୍ଲକ୍ ନଥିଲା, ଆମେ ଆରମ୍ଭ କରିଥିଲୁ। ତାପରେ ଆସ୍ତେ ଆସ୍ତେ ବାୟୋଫ୍ଲକ୍ କୁକୁଡା ସେଥିରେ ଆରମ୍ଭ କରି ପୋଖରୀ, ଏବେ ସବୁ ହାଇଟେକ୍ ପ୍ରଣାଳୀରେ ଚାଷ, ସେ ସବୁ ଚାଷ ଉପରେ ଯେତେ ସବୁ ନୂଆ ନୂଆ ଟେକ୍ନୋଲୋଜି ଚାଷ ଉପରେ ବିଶେଷ କରି ଗୁରୁତ୍ୱ ଦରକାର। ସେଇ ଚାଷ ଆମର ଆଗରୁ ଆମ ପୁରା ପୁରୁଷ ମାନେ କରୁଥିଲେ, କିନ୍ତୁ ସେଇ ଚାଷକୁ ଆମେ କିଛି ଟେକ୍ନୋଲୋଜି କିଭଳି ଲଗେଇକି ନୂଆ ଜେନେରେସନ ମାନେ ଅଧିକା ଲାଭବାନ ହେଇଥିଲେ ସେଇ ଉପରେ ଆମେ ବେଶୀ ଫୋକସ ଦେଇ କାମ କରୁଛେ ଆଉ। ଆଜ୍ଞା ସାର୍। ସାର୍ ବର୍ତ୍ତମାନ ଏବେ କଣ ଚାଷ କରୁଛନ୍ତି? ଆଉ ଯୋଉ ବାୟୋଫ୍ଲକ୍ କହିଲେ ଆପଣ, ଆମ ପାଖରେ ଯାହା ସୂଚନା ଅଛି ଆପଣ ହାଇଡ୍ରୋପୋନିକ ୱେରେ ବି ଚାଷ କରୁଛନ୍ତି। ତ ସାର୍ କଣ ଚାଷ କରୁଛନ୍ତି ଆଉ କେଉଁ କେଉଁ ନୂତନ ପ୍ରଣାଳୀ ବ୍ୟବହାର କରୁଛନ୍ତି? ସରଳ ଭାଷାରେ ଟିକେ ଚାଷୀଙ୍କୁ ବୁଝେଇଦେବେ। ହଁ, ଯେତେବେଳେ ମୁଁ ବାୟୋଫ୍ଲକ୍ ଯେତେବେଳେ ମୁଁ କରିଲି ମାନେ ଚାଷ, ପ୍ରଥମେ ଯେତେବେଳେ ମାଛ ଚାଷ କରାଯାଉଥିଲା ବିନା ପୋଖରୀରେ ବା ଛୋଟ ଘର ଅଗଣାର ଜାଗାରେ ଆମେ କରୁଛୁ। ତ ସେଠି ପାଖାପାଖି ଗଭର୍ଣ୍ଣମେଣ୍ଟ ର ଯୋଉ ସ୍କିମ୍ ଅଛି 12ଟା ସ୍କିମ ରେ, ତ ସେଇ ପ୍ରୋଜେକ୍ଟ ପ୍ରଥମରୁ ତ ମୁଁ ଗୋଟେ ଟାଙ୍କିରୁ ଆରମ୍ଭ କରିଥିଲି। ତାପରେ ଗଭର୍ଣ୍ଣମେଣ୍ଟ ର ସବସିଡି ନେଇକି ତ 12ଟା ପ୍ରୋଜେକ୍ଟ ର 12 ଲକ୍ଷ ପ୍ରୋଜେକ୍ଟ ମୁଁ ସେଟା ଷ୍ଟାର୍ଟିଂ କଲି। ଏବେ ତକ ସେ ରନିଂ ଚାଲିଛି। ତ ସେଇ ଯୋଉ ଆମର ସେତେବେଳେ ଗୋଟେ ପଢା ହେଇଥିଲା ଏକ୍ୱାପୋନିକ୍ସ ବାବଦରେ ଗୋଟେ ପାଠ ପଢା ହେଇଥିଲା, କିନ୍ତୁ ମାଛ ଚାଷ ସହିତ କରିବା ପାଇଁ। ତ ଆମ ପ୍ରଫେସର ଏମିତି ସାଙ୍ଗ ମାନଙ୍କ ସହିତ ଯେତେବେଳେ କଲେ ଯେ ସଞ୍ଜୟ ତାର ୟୁଟ୍ୟୁବ ଚ୍ୟାନେଲ ଖୋଲିଛି ବାୟୋଫ୍ଲକ୍ ରେ, ତ ସେ ବାୟୋଫ୍ଲକ୍ କରୁଛି। ତ ସେଠିକା ଯୋଉ ପ୍ରଫେସର ଆମର ଯେ ପଢଉଥିଲେ ଯେ ରାହୁଲ ଦ୍ରାବିଡ, ଯିଏ ସିଏ ମତେ ଫୋନ କଲେ, କହିଲେ ଯେ ତୁ ଯୋଉ ଏକ୍ୱାପୋନିକ୍ସ ଟା ଏଠି ହେଇଥିଲା ସେଟାକୁ ଆପଣ ଯେହେତୁ ବାୟୋଫ୍ଲକ୍ କରୁଛନ୍ତି ସେଇଟା ଉପରେ ଟ୍ରାଏଲ କର। ତ ସେଠୁ ଯେତେବେଳେ ଆମକୁ ଦିଆକୁ ଯାଉଥିଲା ସେଇ ଟାଇମ ରେ ଆମେ ତାକୁ ହାଇଡ୍ରୋପୋନିକ ରୁ ଆସ୍ତେ ଆସ୍ତେ ଆରମ୍ଭ କଲୁ। ବିଲାତି ସେ ଗଛରୁ ଆରମ୍ଭ କଲୁ, ବିଲାତି, କ୍ୟାପସିକମ ଆଉ ଆମର ଯୋଉ ସିଡଲେସ୍ କୁକୁମ୍ବର ରହୁଛି, ଇଂଲିଶ କୁକୁମ୍ବର କୁହାଯାଉଛି। ତ ସେଇ ତିନିଟା ଜିନିଷରୁ ଆମେ ଆରମ୍ଭ କଲୁ। ତ ତାପରେ ଜିନିଷ ଆସ୍ତେ ଆସ୍ତେ ଜାଣିତେ ଜାଣିତେ ଏବେ ପ୍ରାୟ ତାର କଣ ନ୍ୟୁଟ୍ରିସନ ମ୍ୟାନେଜମେଣ୍ଟ ସବୁ କିଛି ପ୍ରାୟ ଆମେ ସବୁ କିଛି ଫଲୋ କରିପାରୁଛୁ। ଆଉ ବିଶେଷ କରି ଆପଣ ଦେଖିପାରୁଥିବେ ଯୋଉ ଗୁଡେ ଆମ ଏଠିକା ଯୋଉ ମୋ ଏରିଆ କଥା କହୁଛି, ମୋର ଏଇଟା ଟିକେ ଫ୍ଲଡ୍ ଏରିଆ ବା ବନ୍ୟା ଅଞ୍ଚଳ ଏରିଆ। ତ ଏଠି ବର୍ଷା ହେଲେ ବନ୍ୟା ଜଳ ମାଡିଯାଏ। ଆଉ ଚାଷୀ ବର୍ଷକ ଭିତରେ ଏଠି ମାତ୍ର 4 ମାସ ଚାଷ କରନ୍ତି, ଅକ୍ଟୋବର ଟୁ ନେଇକି ମାର୍ଚ୍ଚ ଏପ୍ରିଲ ପର୍ଯ୍ୟନ୍ତ କରିବେ। ଅଧିକା ଖରା ଆଜ୍ଞା। ହେଲେ କରିପାରନ୍ତି ନା, ବର୍ଷା ଦିନେ ଆମର ଚାଷ ହୁଏନି। କିନ୍ତୁ ଯୋଉ ହ୍ୟାଙ୍ଗିଂ ପ୍ରପୋଜାଲ ମୁଁ ଯେଟା କରେଇଛି, କେବଳ ଅନଲି ଆପଣଙ୍କର କକର ପିଟ କରିଛି, ସେଠାରେ ଆମର ମାଟି ୟୁଜ ହେଇନି। ତାକୁ ହ୍ୟାଙ୍ଗିଙ୍ଗ କରିକି ଆମେ ଉପରକୁ ଯେ ଆମର ବନ୍ୟା ଜଳ ଯଦି ମାଡିଗଲା ଯେ ଆମର କିଛି ଫରକ ପଡିବନି, କାହିଁକିନା ଆମର ଉପରେ ଆମର ଗଛ ଲତା ସବୁ ଉପରେ ରହିଲା। ଆଉ ଯଦି ଆମେ ତାକୁ ଡବଲ କ୍ରପ୍ ବି ଆମେ ଚାଷୀ ଭାଇ ଜଣ କରିବା ପାଇଁ ଚାହିଁବୁ, ଯଦି ଗୋଟେ ଜାଗା ଭିତରେ ଡବଲ କ୍ରପ୍ କରିବା ପାଇଁ ଚାହିଁବେ, ତାର ମଧ୍ୟ ଆମେ କିଛି ଆରଏଣ୍ଡି କରିକି ବି ତାର ବି ଭଲ ଦେଖିପାରିଲୁ। ଯେ ଉପରେ ଆମେ କଲରା କଲୁ, ତଳେ ଆମେ ଫୁଲ ଜାତୀୟ ଗଛ ଲଗେଇଛୁ ବା କୋବି, ବନ୍ଧାକୋବି, ମୂଳ ଜାତୀୟ ଆମେ ଲଗେଇଛୁ, ଅଦା ବା ଆମ ରସୁଣ ଫସୁଣ ଏକା ସବୁ ଲଗେଇକି ଆମେ ଦେଖିଲୁ, ସିଏ ବି ଆହୁରି ଭଲ ରେଜଲ୍ଟ। କାରଣ ଦେଖିଲୁ, ଚିନ୍ତା କଲୁ ଯେ ସେଇ ଯୋଉ 3 ଡିସିମିଲ୍ ଜମିରେ ମୁଁ କରିଥିଲି ହ୍ୟାଙ୍ଗିଂ ଗ୍ରୋ ବେକ୍ କରିଥିଲି, ସେଥିରେ ବି ମୋର ଅମଳ ପାଇଲି। ତା ସହିତ ମାଟିରେ ବି ମୁଁ ପାୱାର, ତା ଭିତରେ ତ ବଡ ବଡ ଟ୍ରାକ୍ଟର ପଶି ପାରିବନି, ଛୋଟ ପାୱାର ୱିଡର ଯୋଉ ଅଛି ସେ ପାୱାର ୱିଡର ୟୁଜ କରିକି ଆମେ ଏଇ ଯୋଉ ମୂଳ ଜାତୀୟ ଗଛ ବା ଫୁଲ ଜାତୀୟ ଗଛ କରିକି ବା ଶାଗ ଜାତୀୟ ବନ୍ଧାକୋବି, ଫୁଲକୋବି ଏସବୁ ଜିନିଷ ପ୍ରାୟ ଆମର ସବୁବେଳେ ହଉଛି। ତ ଆରାମସେ ଆମର ହେଇଯାଉଛି। ଆଉ ଏବେ ଆଗରୁ ଆମେ ସେଟା ବାମ୍ବରେ କରୁଥିଲୁ, ବାଉଁଶରେ ପ୍ରତ୍ୟେକ ବର୍ଷ ଦେଢ ବର୍ଷ ଏଇ ବର୍ଷ ଆମେ ଟୋଟାଲି ଜିଆଇ ଇନଭେଷ୍ଟ କରିବା, ସେଥିରେ ଆଉ ଟେନସନ ହବାର ନାହିଁ। ସେଥିପାଇଁ ଆମେ ଆରାମସେ ତାକୁ ଇଏରେ କରୁଛୁ।
ଆଜ୍ଞା ସାର୍। ସାର୍ କିଛି ଆଉ ଚାଷୀଙ୍କର କିଛି ଚାଷୀଙ୍କର ସାର୍ ମାନେ ଡାଉଟ୍ ଅଛି ଯେ ସେମାନେ କହନ୍ତି କି ଯେ ହାଇଡ୍ରୋପୋନିକ ଚାଷରେ ଅଧିକ ଖର୍ଚ୍ଚ ହେଇଯାଏ ବୋଲି, ତ ତା ଉପରେ ଆପଣ କଣ କହିବେ? ଦେଖନ୍ତୁ ଆକ୍ଚୁଆଲି ସାଧାରଣତଃ ଆମେ ଯେଟା ସୋସିଆଲ ମିଡିଆରେ ବା ୟୁଟ୍ୟୁବ ମାଧ୍ୟମରେ ଦେଖୁଛେ ଅନ୍ୟ କଣ୍ଟ୍ରିରେ ଯୋଉ ଭଳିଆ ଉପରେ କମ୍ପାନୀ ହିସାବରେ ଚାଷ କରାହଉଛି ବହୁତ ସେମିତି ଲାଗତ ବହୁତ ଆସୁଛି, କିନ୍ତୁ ସେଗୁଡାକୁ ଆମର ଓଡିଶା ଚାଷୀ ବା ଆମର ସାଧାରଣତଃ ଚାଷୀ ମାନେ ଅବଜର୍ଭ କରିପାରିବେନି, ଆଟେଣ୍ଡ କରିପାରିବେନି। କିନ୍ତୁ ଲୋ ବଜେଟ କୁ ନେଇକି କୋଉ ଭଳିଆ ଭାବରେ ଯୋଉ ଲୋକାଲ ର ଏସେସରିଜ ପାର୍ଟ କୁ ଦେଇକି ଆମେ କିଭଳି ଭଳିଆ କରିପାରିବା ସେଭଳିଆ ଆମ ଫାର୍ମ ମୁଁ କରିକି ଦେଖିଛି। ମାନେ ପ୍ରଥମ ଷ୍ଟାର୍ଟିଂ ରେ ଆମେ ଆମ ସମସ୍ତଙ୍କର ବାଡିରେ ବାଉଁଶ ଫାଉଁଶ ଅଛି ସେଗୁଡାକୁ ନେଇକି ୟୁଜ କରି କରାଇଲେ। ବା କିଛି ଜିନିଷ ତ ଆମକୁ ଯାହା ବି ଆମେ ଇନପୁଟ କରତେ ପଡେ, ଯୋଉଭଳିଆ କୋକୋପିଟ୍ ତ ଆମ ଘରେ ନଥିବ, କୋକୋପିଟ୍ ଯୋଉଠି ଆମର ନଡିଆର ଯେଠି ବେଶୀ ଉତ୍ପାଦନ ହଉଛି ସେ ଜାଗାରୁ ଆମେ କୋକୋପିଟ୍ ପାଉଡରକୁ ଆମେ ଆଣୁଛେ, ତାକୁ ଭଲ ଭାବରେ କାହିଁକିନା ତାର ସେ ଯୋଉ ଏସିଡ ଅଂଶ ରହୁଛି, ଖାଲି କୋକୋପିଟ୍ ଦେଇକି ଗଛ ଲଗେଇଦେଲେ ଗଛ ହବନି, ଗଛ ମରିଯିବ। ତାକୁ ଆଣିକି ପାଖାପାଖି କିଛି ଦିନ ରଖୁଛେ, ତାକୁ ଚୂନରେ ବତୁରୁଛେ, ପାଖାପାଖି ତାକୁ ତାର ଯୋଉ ଏସିଡ ଅଂଶ ନାଲି ପାଣି ଟାକୁ ବାହାର କରୁଛେ। ତାପରେ ତାର ଯୋଉ ଟିଡିଏସ୍ ରହୁଛି, ଟିଡିଏସ୍ ଆମ ଯୋଉ ନର୍ମାଲ ପାଣିର ଟିଡିଏସ୍ କମ ସେ କମ ତାକୁ ମେଣ୍ଟେନାନ୍ସ କରୁଛେ, କାରଣ ସାଧାରଣତଃ ଯଦି କୋକୋପିଟ୍ ପକେଇଲେ ଟିଡିଏସ୍ ବହୁତ ହାଇ ହେଇଯାଉଛି, ପାଖାପାଖି 2500 3000 ଟିଡିଏସ୍ ହେଉଛି। କିନ୍ତୁ ହାଇଡ୍ରୋପୋନିକ ପାଇଁ ଟିଡିଏସ୍ କମ ସେ କମ ଆପଣଙ୍କର 50 ରୁ ନେଇକି 150 ଟିଡିଏସ୍ ଯଦି ଆପଣଙ୍କର ଅଛି, ଆରାମସେ ଆପଣ ଭଲ ଭାବରେ କରିପାରିବେ। ଯଦି 150 ଟିଡିଏସ୍ ରୁ ଅଧିକା ଆପଣଙ୍କର ଆସୁଛି ପାଣିରେ, ତାହେଲେ ଆର ମେସିନ ବସେଇବେ ବା କିଣା ପାଣି ଦେଇକି ଆପଣ କରିପାରିବେ। କିନ୍ତୁ ଆମର ନର୍ମାଲି ଯେହେତୁ ଆମର ଟିକେ ନଈ ଅଞ୍ଚଳ ଏରିଆ ଆମର ରହୁଛି, ତ ପାଖାପାଖି ଆମର 120 ପର୍ଯ୍ୟନ୍ତ ଟିଡିଏସ୍ ରହୁଛି ଏବଂ ବହୁତ ମଧ୍ୟ ଭଲ ରହୁଛି, ଆମକୁ ଆର ନ ଆଣିଲେ ମଧ୍ୟ ଚଳିବ। ଆଉ ରହିଲା ହଉଛି ପିଏଚ୍ ଉପରେ ଯଦି ମୁଁ କିଛି କହିବା ପାଇଁ ଚାହିଁବି, 5.6 ରୁ 6.5 ଭିତରେ ଆମର ପିଏଚ୍ କମ୍ପଲସରି ଦରକାର ହଉଛି। ଯଦି କୌଣସି ଏରିଆର ପିଏଚ୍ ଆପଣଙ୍କର 7.4 ରୁ 8 ପାଖାପାଖି ହେଇଯାଉଛି, ତାହେଲେ କିଛି ଡରିବାର ନାହିଁ। ଆମର କିଛି ସାଇଟ୍ ଏସିଡି ଯୋଉଟା ହଉଛି ବ୍ୟାଟେରୀର ଯୋଉ ଏସିଡି ପଡୁଛି, ତ ତାକୁ ମଧ୍ୟ ପକେଇକି ଆଜ୍ଞା ଡାଉନ କରିପାରିବେ, ବା ଆପଣଙ୍କର ଫିଟିକିରି ଚାହିଁଲେ ବି ପକେଇକି ତାକୁ ଡାଉନ ବି କରିପାରିବେ। ଯଦି ଆପଣଙ୍କର 4 ପଏଣ୍ଟ ବା 3 ପଏଣ୍ଟ ପାଖାପାଖି ପିଏଚ୍ ଅଛି, ତାକୁ ଯଦି ବଢେଇବା ପାଇଁ ବି ଚାହିଁବା, ତାହେଲେ ଆମର ଯୋଉ ରହୁଛି ଭିନେଗାର ରହୁଛି, ଯେ ଖାଇବା ଭିନେଗାର ରହୁଛି, ତ ତାକୁ ପକେଇକି ଆପଣ ଇଏ କରିବେ। ଆଉ ହାଇଡ୍ରୋପୋନିକ ର ମୁଖ୍ୟତଃ ଜିନିଷ ହେଲା ହଉଛି ଆମର ପିଏଚ୍ ଆଉ ହେଲା ହଉଛି ଟିଡିଏସ୍, ଏଇ ଦିଟା ଜିନିଷ ଉପରେ ଆମେ ଗୁରୁତ୍ୱର ବେଶୀ କିଛି ଧ୍ୟାନ ଦେଇକି ଚାଲିତେ ପଡିବ। କାହିଁକିନା ସବୁ କିଛି ଆପଣଙ୍କର ସାଧାରଣତଃ ଆମର ଚାଷୀ ଭାଇ ମାନେ କଣ କରୁଥିଲେ, ଯେତେବେଳେ ସଏଲ ବେସ ରେ ଚାଷ କରୁଥିଲେ, କିଛି ସାରର କିଛି ପରିମାଣ ତାଙ୍କ ନଥିଲା, ଯେତେ ଚାହିଁଲେ ସେତେ ୟୁଜ କରୁଥିଲେ। ମାଟି ପରୀକ୍ଷା କରୁନଥିଲେ, ଯାଇକି ସବୁ କିଛି ଆମର ଅଛି ଅବକ୍ଷାର ଯାନ ସବୁଥିରେ ଆମକୁ ସବୁ କିଛି ବ୍ୟବସ୍ଥା ମାଟିରେ ରହିଛି, କିନ୍ତୁ ଆମେ ପରୀକ୍ଷା ଆଜ୍ଞା କରୁନେ। ଆହୁରି ଅଧିକା ଅଧିକା ଗଛର ତାର ଯେତିକି ତାର ଦରକାର ସେ ସେତିକି ନଉଛି, କିନ୍ତୁ କିଛି ଲାଭ ହଉନି। କିନ୍ତୁ ହେଲ୍ଥ କି ଦେଖିକି ଆମେ ସବୁବେଳେ ମାନେ ନ୍ୟୁଟ୍ରିସନ ଦବା, ଆଜ୍ଞା ବୁଝିଲେ। ଆଉ ସାର୍। ଇଏ ସବୁ ଜିନିଷ ଉପରେ ରହୁଛି, ତ ଏକ୍ୱାପନିକ୍ସ ଉପରେ ଏକ୍ୱାପନିକ୍ସ ଉପରେ ଆମେ ଆରମ୍ଭ କରୁଥିଲୁ, ଯୋଉ ମାଛର ଯୋଉ ଆମର ଯୋଉମାନେ ବାୟୋଫ୍ଲୋ କରୁଛନ୍ତି, ବାୟୋଫ୍ଲଗ ର ଯୋଉ NO2 NO3 ବା ନାଇଟ୍ରୋଜେନ ଯେଟା ରହୁଛି, ସେଟା ହଉଛି ଫ୍ଲୋ ଯେଟା ରହୁଛି, ୟୁରିଆ ଅଂଶ ଯେଟା ରହୁଛି, ସେଥିରେ ଯଦି ଆପଣଙ୍କର ଏକ୍ୱାପନିକ୍ସ ଉପରେ ଆପଣ ସେଇ ପାଣି ଟାକୁ ଯଦି ରୋଟେସନ କରିକି ଆପଣ ଚାଷ କରିବେ, ଆପଣଙ୍କର ଗୋଟେ ଗଛକୁ ନ୍ୟୁଟ୍ରିସନ ର ଅଭାବ ପଡିବନି, ବା ସେଥିରେ କେବଳ ଅନଲି ଫର ଲିଫି ଭେଜିଟେବୁଲ ଆପଣ ଆରାମସେ କରିପାରିବେ। ଲିଫି ଭେଜିଟେବୁଲ ମାନେ ଆପଣଙ୍କର ଯୋଉ ଶାଗ ଜାତୀୟ ଗଛ ଆରାମସେ କରିପାରିବେ। ଯଦି ଆପଣଙ୍କ ଫ୍ରୁଟିଂ ଆଉ ଫ୍ଲାୱାରିଂ ଆଣିବା ପାଇଁ ଚେଷ୍ଟା କରିବେ, ତାହେଲେ ସବୁ ବାୟୋଫ୍ଲଗ ର ପାଣି ଟାକୁ ଆଣିକି ଆଉ ଗୋଟେ ଟାଙ୍କିରେ ଆପଣ ଇନଷ୍ଟଲ କରିବେ, ତାକୁ ରଖିବେ। ସେଥିରେ ଆପଣଙ୍କର ଫସଫରସ ଆଉ ପଟାସିୟମ ଯାହା ବି ଅଛି ପରିମାଣ ହିସାବର, ତାକୁ ମିଶେଇକି ଆପଣଙ୍କର ଗଛକୁ ଦେଲେ ଗଛ ତାର ଫ୍ଲାୱାରିଂ ଆଉ ଫ୍ରୁଟିଂ ଆସିଲା। କିନ୍ତୁ ଯଦି ଆପଣଙ୍କର ଗଛର ଗ୍ରୋଇଂ ଷ୍ଟେଜ ପର୍ଯ୍ୟନ୍ତ, ତ ଆପଣଙ୍କର କୌଣସି ନ୍ୟୁଟ୍ରିସନ ଦେଇଥିବ। ଆମେ 4ଟା ଷ୍ଟେଜରେ ତାକୁ ବିଭକ୍ତ କରିଦେଇଛୁ, ଗୋଟେ ହେଲା ଗ୍ରୋଇଂ ଷ୍ଟେଜ, ଗୋଟେ ଫ୍ଲାୱରିଂ ଷ୍ଟେଜ, ଗୋଟେ ଫ୍ରୁଟିଂ ଷ୍ଟେଜ, ଗୋଟେ ରନିଂ ଷ୍ଟେଜ। ତ ଆଜ୍ଞା ମାନେ ଯେଟା ହଉଛି ସିଡଲିଂ ପରେ ଗ୍ରୋଇଂ ଷ୍ଟେଜ ଯେଟା ରହୁଛି, ପାଖାପାଖି ଆମେ ଟିଡିଏସ୍ ମେଣ୍ଟେନାନ୍ସ ରଖୁଛେ 800 ପର୍ଯ୍ୟନ୍ତ ଆମେ ରଖୁଛେ। ତାପରେ ଯେତେବେଳେ ଗଛ ଗୋଟେ ଦିଟା ଫୁଲ ଆସିବା ଆରମ୍ଭ କଲା, ସେତେବେଳେ ହଉଛି ଫ୍ଲାୱାରିଂ ଷ୍ଟେଜ ବୋଲି ଆମେ କହୁଛେ। ଫ୍ଲାୱରିଂ ରେ 800 ରୁ ନେଇକି 1400 ପର୍ଯ୍ୟନ୍ତ ଆମେ ଟିଡିଏସ୍ ରଖୁଛେ। ତାପରେ ଆସିଲା ଯେତେବେଳେ ଫୁଲରୁ ଫଳକୁ କନଭର୍ଟ ହେଲା, ସେତେବେଳେ ମାନେ ପାଖାପାଖି 1300 ରୁ 1800 ପର୍ଯ୍ୟନ୍ତ ରଖୁଛେ। ଯେତେବେଳେ ଫ୍ଲାୱାରିଂ ଫୁଟିଂ ଅଲରେଡି ରନିଂ ଚାଲିଛି, ମାନେ ଆପଣଙ୍କ ଫଳ ବିକ୍ରି ହଉଛି, ଆପଣଙ୍କ ଫୁଲ ଆସୁଛି, ସେଟା ହଉଛି ରନିଂ ଷ୍ଟେଜ କହୁଛେ। ସେତେ ପର୍ଯ୍ୟନ୍ତ ଆମେ 2100 ରୁ ପର୍ଯ୍ୟନ୍ତ 2700 ପର୍ଯ୍ୟନ୍ତ ବି ଆମେ ଦେଇପାରିବା। ତ ସେଟା ହଉଛି ଟିଡିଏସ୍ ମିଟର, ଯୋଉ ଟୋଟାଲ ଡିଜେଲ ସୋଲିଡ, ତ ପାଣିର ଯୋଉ ଖଣିଜ ପଦାର୍ଥ ମାତ୍ରା ଯୋଉ ମିଟର ଅଛି, ସେଇ ମିଟରକୁ ଆମେ ବ୍ୟବହାର କରିକି ଆମେ ଆରାମସେ ଆମେ ତାକୁ କେତେ ନ୍ୟୁଟ୍ରିସନ ଦରକାର, କେତେ ଷ୍ଟେଜ ହେଲା, ସେ ଅନୁପାତରେ ଆମେ ଦେଇପାରିବା। ଆଉ ଏଇଠି ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ହଉଛି ଯୋଉ ଆମର ଖାଦ୍ୟ ସାର, ଆମର ସଏଲ ବେସ ର ଯୋଉ ୟୁରିଆ, DAP, ପଟାସ, ଗ୍ରୋମର, ଏସବୁ ଜିନିଷ ପ୍ରାୟ ଜାଣିଛନ୍ତି, କିନ୍ତୁ ଆମର ଏସବୁ ଜିନିଷ ଏଠି ପଡିବନି।
କାହିଁକିନା ଆମ ଚାଷରେ ନ୍ୟୁଟ୍ରିସନ ଆପଣଙ୍କର ସବୁବେଳେ ୱାଟର ଫର୍ଟିଲାଇଜର ସବୁ ଦେଇତେ ପଡିବ, ଯେଟାକୁ ଆମେ ଏନପିକେ ଭାବରେ ବି ଜାଣିଛେ ଆମେ, ନାଇଟ୍ରୋଜେନ ଫସଫରସ ପଟାସିୟମ, ଯାଇକି ବିଶେଷ କରିକି ଆମର ତାର ମିକ୍ସ ହେଇକି ଆସୁଛି ବା ପାର୍ଟ ପାର୍ଟ ହେଇକି ଆସୁଛି, ଆପଣଙ୍କର ନିଜେ ଚାହିଁଲେ ମିକ୍ସ କରିପାରିବେ ବା ପାର୍ଟ ପାର୍ଟ ଏମିତି ହାଇଡ୍ରୋପୋନିକ ଫର୍ଟିଲାଇଜର ମିଳୁଛି। ତାର ତିନି ଏ ପାର୍ଟ ଆଉ ବି ପାର୍ଟ ବୋଲିକି ମିଳୁଛି। ଏ ପାର୍ଟ ରେ ଆପଣଙ୍କର ଖାଲି ରହୁଛି କ୍ୟାଲସିୟମ ରହୁଛି, ବି ପାର୍ଟ ରେ ଆପଣଙ୍କର ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଭିତରୁ ସ୍ୱଳ୍ପ ପ୍ରକାର ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ରହୁଛି, ମ୍ୟାଗ୍ନେସିୟମ ରହୁଛି, ସଲଫେଟ ରହୁଛି, ଏ ସବୁ ଜିନିଷ ମିଶିକି ତାର ଗୋଟେ ବି ପାର୍ଟ ବନା ହଉଛି। ଆଉ ସେଥିରେ ମାଇକ୍ରୋ ନ୍ୟୁଟ୍ରନ ମିଶା ହଉଛି, ତ ମିଶେଇକି ଏ ପାର୍ଟ ବି ପାର୍ଟ କରିକି ତାକୁ ପାଣିରେ ଡିଜଲ୍ଭ କରିକି ଦିଆହଉଛି, ଖାଦ୍ୟ ସାର ଦିଆହଉଛି। ତ ଆଜ୍ଞା ଏମିତି ଲିକ୍ୱିଡ ହିସାବରେ ଆମେ ମାନେ ସାରକୁ ନେଇକି ଲିକ୍ୱିଡ କରି ଦଉଛେ, କିନ୍ତୁ ଆମେ ଯଦି ୟୁରିଆ ଟିକେ ବି ପକେଇଦବା ଗଛ ହବନି, ଗଛ ମରିଯିବ। କିନ୍ତୁ ଆମେ ସବୁବେଳେ ୱାଟର ଫର୍ଟିଲାଇଜର ଏଠି ଦବା। ଆଜ୍ଞା ଆଉ ଆମର ଯୋଉ ବାୟୋଫ୍ଲକ୍ ଯୋଉମାନେ ଅଛନ୍ତି ସେମାନଙ୍କ ପାଇଁ କହିଥାନେ ଏକ୍ୱାପୋନିକ୍ସ ଟା ବହୁତ କହିଥାନେ ଲାଭଜନକ ହିସାବରେ ରହିବ। ଯଦି ଖାଲି ଧଣିଆ ପତ୍ର ଆମେ ଯଦି କରୁଛେ, ଧଣିଆ ପତ୍ର ଯୋଉ 200 ଟଙ୍କା କେଜି ଆପଣଙ୍କ ଆରମ୍ଭ ହେଇଯିବ, ଆଉ ଆଉ ମାସେ ପରେ ଆରମ୍ଭ ହେଇଯିବ। ବର୍ଷା ଦିନେ ପାଖାପାଖି ଧଣିଆ ପତ୍ର ଆପଣଙ୍କ ଭର୍ଟିକାଲ ଷ୍ଟେଜରେ ଏଭଳିଆ ଭର୍ଟିକାଲ ଥାକ ଥାକ କରିକି ସେଥିରେ ଆପଣ ଯଦି ଖାଲି ଏକ୍ୱାପୋନିକ୍ସ ର ପାଣି ଟା ମାଛ ପାଣି ଟାକୁ ପାଇପାରିବେ, ବା ଆପଣଙ୍କର ସବୁ କରିପାରିବେ, କିନ୍ତୁ ଧଣିଆ ପତ୍ର। ଆଉ ରହିଲା ହଉଛି ବାୟୋଫ୍ଲଗ ର ପ୍ରାୟ ସାଧାରଣତଃ ଚାଷୀ ଯୋଉମାନେ ପାଖାପାଖି ଯୁଡି ହେଇକି ରହୁଛନ୍ତି ସେମାନଙ୍କ ପାଇଁ ପ୍ଲସ ରହୁଛି, ସେମାନେ ଖାଲି ଆସୁଛନ୍ତି ୱାନ୍ ଟାଇମ ଯେ ପଇସା ଆମେ କିଛି ଲଗେଇଦେଲେ ସାଙ୍ଗେ ସାଙ୍ଗେ ଆମକୁ ଲକ୍ଷେ ଟଙ୍କା ଦରକାର, ସେମିତିଆ ହେଲେ ବାୟୋଫ୍ଲଗ ଆସନ୍ତୁ ନାହିଁ। କାହିଁକିନା ଏଠି ସବୁ କିଛି ଜିନିଷ ଆପଣଙ୍କୁ ପ୍ରାକ୍ଟିକାଲ ନଲେଜ ନେଇତେ ପଡିବ, ଏବଂ ଟାଇମ ଡ୍ୟୁରେସନ ଅଛି ବର୍ଷେ ପାଖାପାଖି ଆପଣଙ୍କୁ ନଲେଜ ଗେନ୍ କରିବାକୁ ପଡିବ, କାହିଁକିନା ସାଙ୍ଗେ ସାଙ୍ଗେ ଆପଣଙ୍କୁ ଇନପୁଟ ସେ ଦବ ନାହିଁ ବା ଆପଣ ପାଇବେ ନା, କାହିଁକିନା ଆପଣ ସବୁ ଜିନିଷ ଯେହେତୁ ନୂଆ ଫିଲ୍ଡ ଆସିଛନ୍ତି ମାନେ ସବୁ ଜାଣିତେ ଟାଇମ ଲାଗିବ। ତାପରେ ମାଛ ଆପଣଙ୍କର ପଙ୍ଗାସ, ରୂପଚାନ୍ଦି, ଅମୃକାପ ଏସବୁ ମାଛ ଆରାମସେ, ତିଲାପିଆ ତ ମସ୍ତ ରେଜଲ୍ଟ ହଉଛି, 700 800 ଲେଖା ହେଇଯାଉଛି 6 ମାସ ଥରେ। ଆଉ ତାର ବି ମାନେ କହିତେ ଗଲେ ବହୁତ ବଢିଆ ଗ୍ରୋଥ ବି ହଉଛି। ଆଉ ଯଦି ସିଙ୍ଗି ମାଗୁର ବି ଯଦି କରିବେ, ଆପଣଙ୍କର ଲୋକାଲ ଚାହିଦାକୁ ନେଇକି ସିଙ୍ଗି ମାଗୁର ତ ସମସ୍ତେ ପାଉନାହାନ୍ତି, ସେଗୁଡା ବି ଭଲ ଆପଣ କରିପାରିବେ। ଆଉ ବାୟୋଫ୍ଲଗ ଆଉ କେମାନେ ବି କରିପାରିବେ, ଏମାନେ ତ କରିପାରିବେ, ପ୍ଲସ ଯୋଉମାନଙ୍କର ପୋଖରୀ ଅଛି 2 ଏକର 2.5 ଏକର 1 ଏକର ଏମାନେ ପୋଖରୀ ଅଛି, ଯାଆଁଳ ସେମାନେ ନିହାତି କିଣିକି ଆଣୁଛନ୍ତି, ଅଧିକା କଷ୍ଟିଂରେ ପଡୁଛନ୍ତି ବା ଠିକ ସମୟରେ ସେ ଯାଆଁଳ ପାଉନାହାନ୍ତି। କିନ୍ତୁ ଆପଣଙ୍କ ପାଖରେ ଯଦି ଗୋଟେ ବାୟୋଫ୍ଲଗ ଟାଙ୍କି ଥିବ, କୁଣ୍ଡ ଟାଙ୍କି ଥିବ, ସେଥିରେ ଆପଣ କରିବ ସ୍ପନ। ସ୍ପନ ଆପଣ ଯୋଉଠି ବଡ ବଡ ହେଚେରିରୁ ଆଣିପାରିବେ। ମାନେ ଆମେ ଯେରକ ଆଣିକି ଜାଆଁଳ ବେପାର କରୁଛେ, ବିକ୍ରି କରୁଛେ, ଛୋଟ ଛୋଟ ସ୍ପଞ୍ଜ ଯୋଉଟା ଧାନି ସାଇଜ ବୋଲି କହୁଛେ, ଏଇ ସିଫା NFBB ରୁ ଆମେ ଆଣିକି 400 ଟଙ୍କା 450 ଟଙ୍କା ଗିନା, ଯେଟା 25,000 ବୋଲି ସେ କହୁଛନ୍ତି। ତ ସେଟାକୁ ଆଣିକି ଆମେ ଏଠି ରଖୁଛେ, ପାଖାପାଖି ଆମେ 30,000 ଲିଟର ଟାଙ୍କି ନେକା ସବୁ ମୋର ଅଛି, ସେଥିରେ ମୁଁ ଲକ୍ଷେ ସ୍ପନ ଛାଡିଲେ ମୋର ପାଖାପାଖି 40,000 ପର୍ଯ୍ୟନ୍ତ ମୋର ବାହାରୁଛି ଫିଙ୍ଗରଲିଙ୍ଗ ସାଇଜ ରୋହି ଭାକୁର ବାହାରୁଛି। ତ ମୁଁ ଆରାମସେ ଏଠିକା ଚାଷୀଙ୍କୁ 2 ଟଙ୍କା 2.5 ଟଙ୍କା ଲେଖାରେ ବି ସେଲ କରିପାରୁଛି, ମାନେ ଯିଏକି ଆମର 6 ମାସ ପ୍ରଡକ୍ସନ କରିତେ ନା ପଇସା ପାଇଥାନ୍ତା, ମୁଁ ଆପଣଙ୍କର 2 ମାସରୁ 2.5 ମାସ ଭିତରେ କରିକି ମୁଁ ଆରାମସେ ଗୋଟେ ଟାଙ୍କିରେ 40 50 ହଜାର ଟଙ୍କା ଇନପୁଟ କାଢି ଦଉଛି। ମୋ 300 400 କାଢିଦେଲେ ହେଇଗଲା। ତାପରେ ହଉଛି ନା ମାର୍କେଟ ଚାଲିଛି, ଆପଣ ଜାଣିଛନ୍ତି ଏବେ ମାର୍କେଟ ଯାହାଳ ମିଳିବନି, ତ ଏଇ ଟାଇମ ରେ ବି ସେଇ ଯେଇ 2 ଟଙ୍କା ବିକ୍ରି କରୁଥିଲେ ସେଇଟାକୁ ବି ଆପଣ 3 ଟଙ୍କା 4 ଟଙ୍କା ବି ତମ ମାନେ ଇଏ କାପାସିଟି ନେଇକି ତମେ ବିକ୍ରି କରିପାରିବ, କାହିଁକିନା ସେ ଟାଇମ ରେ ଯାହାଳ ମିଳିନଥାଏ। ତ ତମେ ସେଟାକୁ ବଢେଇକି ବି ଦେଇପାରିବ, ସେଟା ତମ ଉପରେ ଡିପେଣ୍ଡ, କାହିଁକିନା ସେଇଟା ଜାଣିବାର ଅଛି ଯେ କୋଉ ଟାଇମରେ ଯାହାଳ ମିଳୁଛି କୋଉ ଟାଇମରେ ମିଳୁନାହିଁ। ତ ସେଇ ଟାଇମ ଆପଣ ଭଲ ବି ରଖିପାରିବେ। ମୁଁ ଆମେ ବିଶେଷ କରି ପଙ୍ଗାସ ଆମେ ଆଣୁଛୁ ଏବେ ଆମର ଗଙ୍ଗାସାଗରରୁ ମୋର ପଙ୍ଗାସ କିଛି ଆସେ, ଆଉ ସେଟାରେ ବି ଆମେ ତାକୁ ରଖୁଛେ, ପଙ୍ଗାସ ଆସେ, ତିଲାପିଆ ଆସେ। କେବଳ ରୋହି ଭାକୁର ଟା ଆମ ଓଡିଶା ଗଭର୍ଣ୍ଣମେଣ୍ଟରୁ ଆମେ ଆଣୁଛେ, NFDB ରୁ ଆଣୁଛେ, ଭୁବନେଶ୍ୱରରୁ ଆଣୁଛେ, ସେଠୁ ଯାଇକି ଆମେ ନେଇକି ଆସୁଛେ, କାହିଁକିନା ଆମ ଯେହେତୁ ଆମ ଓଡିଶାର ପ୍ରଡକ୍ସନ ହଉଛି ଭଲ ଅଛି, କାହିଁକିନା ଏଠୁ ଆମ ଓଡିଶା ଏକ୍ସପୋର୍ଟ କରୁଛୁ ଅନ୍ୟ ଷ୍ଟେଟ କୁ, ତ ଆମେ ସେଠୁ ଆଣୁଛେ। କିନ୍ତୁ ପଙ୍ଗାସ ହେକା ଏଠି ଆମକୁ ଟିକେ ଇଏ ମିଳୁନି, ଆମେ ସେଥିପାଇଁ ବାହାରୁ ମାନେ ଷ୍ଟେଟ ରୁ ଟିକେ ନିର୍ଭରଶୀଳ ହେଇକି ଚାଷୀଙ୍କ ପାଖରୁ ଆଜ୍ଞା ଆଣିକି ଚାଲିଛି, ଯେମିତି ହେଲେ ଚାଲିଛି, ଭଲ ଚାଲିଛି। ତ ମାଛ ବି ଆପଣ ଚାହିଁଲେ ବି କରିପାରିବେ ଭଲ, ଯଦି ଯାଆଁଳ ପ୍ରପୋଜାଲ ଚାହିଁଲେ ବି କରିବେ, ଆପଣଙ୍କ ଯେହେତୁ ଯୋଉ ପଟେ ଯଦି ଚିନ୍ତାଧାରା ଯେହେତୁ ନେବେ ସେଇଭଳିଆ ବି ଆପଣ ଆରାମସେ କରିପାରିବେ। ଇଏ ରହିଲା। ଆଉ ଆମର ନେକ୍ସଟ ରହୁଛି ଯୋଉ ଗ୍ରାଫ୍ଟେଡ ବାଇଗଣ। ଗ୍ରାଫ୍ଟେଡ ବାଇଗଣ ର ପାଖାପାଖି ଆମେ 3 ବର୍ଷ ଧରିକି ଏ କାମ କରୁଛେ। ଫାଷ୍ଟ ଆମେ ରାୟପୁର ଆଉ ଆପଣଙ୍କର ଇଏରୁ ସେପଟୁ ଯାଇକି ଚାଷୀଙ୍କ ସହିତ ମିଟ କରିକି ତାଙ୍କ ସହିତ ଆଲୋଚନା କରିକି କୋଉ ଭଳିଆ ଭାବରେ ହବ ନାହିଁ, ସେଗୁଡାକୁ ଆଣିକି ଆମେ ମୋ ନିଜ ଫାର୍ମରେ ମୁଁ ଆଗେ ସବୁବେଳେ R&D କରେ। ତାପରେ ଯୋଉ ମୋ ଚ୍ୟାନେଲ ଅଛି ୟୁଟ୍ୟୁବ ଚ୍ୟାନେଲ, ସେଥିରେ ମୁଁ ଭିଡିଓ ପବ୍ଲିଶ କରେ, ଲୋକମାନଙ୍କ ପାଖରେ ପହଞ୍ଚେ, ତ ସେଠି ଲୋକ ଦେଖିକି ଆସନ୍ତି, ଦେଖନ୍ତି, ଚାଷ ବାବଦରେ ସବୁ ଜାଣନ୍ତି, ଶିଖନ୍ତି, ତାଙ୍କୁ ଆମେ ସବୁ ପ୍ରଶିକ୍ଷଣ ବି କେବଳ କରାଯିବ ନାହିଁ, ତାଙ୍କୁ ଟ୍ରେନିଂ ଦଉ ପ୍ରାକ୍ଟିକାଲ।
ବିନା ମୁହୂର୍ତ୍ତ ମାନେ ଏମିତି ନାହିଁ ଯେ ଖାଲି ପଇସା ଦେଇନା ଟ୍ରେନିଂ ଆମର ମାନେ ଆମ ପାଖରେ ଯୋଉ ଜ୍ଞାନଟା ଅଛି ନଲେଜ ଟା ଅଛି ଆମେ ତାଙ୍କୁ ସବୁ ସେୟାର କରୁ ଯେ ଏମିତିକା ପୋଜିସନ କରେ ଆଉ ତାର ଯୋଉ ର ମେଟେରିଆଲ ଯଦି କୌଣସି ଚାଷୀ ଭାଇ କହିଲା ଯେ କୋଉଠି ପାଇବା ନ ପାଇବା ବା ଆମକୁ ଦିଅନ୍ତୁ ସେଗୁଡା ବି ଆମେ ତାଙ୍କୁ ଯୋଗେଇ ଦଉ। ଆଉ ଏବେ ଗ୍ରାଫ୍ଟେଡ ବାଇଗଣ ଆଜ୍ଞା ସାର୍, ମତେ ଆପଣଙ୍କୁ ଏସ୍କେ ଫାର୍ମିଂ ତରଫରୁ ଆମ କୃଷି ଜାଗରଣ ଓଡିଆ ପେଜ ମାଧ୍ୟମରେ ଚାଷୀଙ୍କୁ ଆପଣ କଣ କହିବେ? ଛେଳି ପାଳନ ପାଇଁ ଆପଣଙ୍କର ଯୋଉ ପ୍ରଡକ୍ଟ ଅଛି କୁକୁଡ଼ା ପାଳନ ପାଇଁ, ସେ ବିଷୟରେ ଚାଷୀଙ୍କୁ କଣ ଦେବେ? ଦେଖନ୍ତୁ ଛେଳି ଫାର୍ମ ପାଇଁ ଆମର ଯୋଉ ପ୍ରଡକ୍ଟ ରହୁଛି ବା ଆମେ ଯୋଉ କରୁଛେ ପାଖାପାଖି ଛେଳି ଚାଷ ସବୁ ଚାଷୀ ମାନେ ଆଜି ନୁହେଁ ପ୍ରାୟ ବହୁ ବର୍ଷ ଧରି ସେ କରି ଆସୁଥିଲେ। ସେଥିରେ କଣ ହଉଥିଲା ସେମାନେ ହାଇଟେକ୍ ମେଣ୍ଟେନାନ୍ସ କରୁଥିଲେ ବା ହଉଛି ହାଇଜିନିକ ମେଣ୍ଟେନାନ୍ସ କରୁଥିଲେ। ସାଧାରଣତଃ ଗୋଟେ ଛେଳି ଚାଷୀ ଭାଇ ମାନେ 10ଟା କି 15ଟା ରଖିଲା ଗୋଟେ ଗୁହାଳ ଘରଟେ କଲା ସେଥିରେ ପଟା ବାଡି ବା ହଉଛି ବାଉଁଶରେ ପକେଇକି ଚିରିକି କରୁଥିଲା ପକଉଥିଲା ତ ଛେଳି ଛେଳି ସବୁବେଳେ କଣ ନା ତଳେ ଛିଡା ପାଇଁ ମାନେ ପସନ୍ଦ କରନ୍ତିନି ସେ ସବୁବେଳେ ଉଞ୍ଚା ଜାଗା ରହିବା ପାଇଁ ଚାହାନ୍ତି ଆଉ ତାଙ୍କ ଯୋଉ ଖୁରା ଅଛି ଖୁରାରେ କୌଣସି କାଦୁଅ ହଉ ଟିକେ ନ ନାଗିବା ପାଇଁ ସେ ଚେଷ୍ଟା କରେ ଝାଡା ପରିସ୍ରା ଯାହା କଲା ବେଳେ ସେଥିରେ ସବୁ ନାଗି ଯାଉଥିଲା ତାଙ୍କ ଗୋଡରେ ଲାଗୁଥିଲା ସେଥିରେ କୁର୍ମି ଆପଣ ହେଉଥିଲା ଆଉ ପାଖାପାଖି ରୋଗ ବହୁତ ସାରା ସମସ୍ୟା ହଉଥିଲା। କିନ୍ତୁ ଏଇ ଯୋଉ ହାଇଟେକ୍ ଗଡ୍ ଫାର୍ମିଂ ସିଷ୍ଟମରେ ଯୋଉ ଆମେ ଆଣିଛୁ ସେଥିରେ କଣ ହଉଛି ନା ପ୍ଲାଷ୍ଟିକ ଫ୍ଲୋର ସବୁ ପ୍ଲାଷ୍ଟିକ ଫ୍ଲୋର ଗୁଡାକୁ କଣ କରାହଉଛି ନା ବିଛା ହଉଛି। ଆପଣଙ୍କର ମିନିମମ ଟା ଛେଳି ଫାର୍ମ ରେ ପଟା ପକାନ୍ତୁ ବା ବତା ପକାନ୍ତୁ ପାଖାପାଖି ବର୍ଷରୁ 2 ବର୍ଷ ପରେ ସେ ପରିସ୍ରା ବା ଝାଡା ହେଇଯାଏ କିନ୍ତୁ ଏଇ ଯୋଉ ପ୍ଲାଷ୍ଟିକ ଫ୍ଲୋରିଂ ଆପଣ ପକେଇଲେ ପାଖାପାଖି 20 ରୁ 25 ବର୍ଷ ପର୍ଯ୍ୟନ୍ତ ଆପଣଙ୍କର କୌଣସି କିଛି ପ୍ରୋବ୍ଲେମ ଆପଣଙ୍କୁ ଏତେ ସମସ୍ୟା ଦେଖିବାକୁ ମିଳିବନି। ଯେ ଆପଣଙ୍କର ଆରାମସେ ଗଛ ମାନେ ଆମର ଯୋଉ ଛେଳି ଭଲ ରହିବେ। ଆଉ ତାଙ୍କର ଯୋଉ ଖାଇବା ପାଇଁ ଟ୍ରେ ଫ୍ରେ ରହୁଛି ସବୁବେଳେ ପୁରା ହାଇଜିନ ମେଣ୍ଟେନାନ୍ସ ରହିବ। ଆରାମସେ ଛେଳି ଆରାମସେ ମାର୍କେଟ କୁ ଗଲେ ବୁଲିତେ ପଡିଆକୁ ଗଲେ ପଡିଆରୁ ଆସିଲେ ତା ରହିଲା ଆଉ ତାର ତା ଭିତରେ ସବୁ କେଜ୍ ସିଷ୍ଟମ କରିଦିଆଯାଉଛି। ଯେ ଫିମେଲ ଅଲଗା ରହିଲେ ମେଲ ଅଲଗା ରହିଲେ ଛୁଆ ମାନଙ୍କ ପାଇଁ ଅଲଗା ତାର ସବୁର ଅଲଗା ଅଲଗା ସବୁ ପାର୍ଟିସନ କରିଦିଆଯାଉଛି। ଆଉ ଆପଣ ଯେତେବେଳେ ଦେଖିଲେ ଅଧିକା ମାନେ ଟିକେ ଅପରିଷ୍କାର ହେଲା ଆପଣ ଚାହିଁଲେ ବି ପାଣି ମାରିକି ସ୍ପ୍ରେ କରିଦେବେ ଯାହାକି ତଳେ ରହିଲା। ଆଉ ସେଇଥିରେ ଆମେ ଆଉ ଗୋଟେ ପ୍ରଣାଳୀ କରିଛୁ ଯେ ଗୋଟେ ଜାଗା ଉପରେ ଯଦି ଆମେ ଆଉ କିଛି ପଇସା ଇନଭେଷ୍ଟ କରିବା 1 ଲକ୍ଷ 2 ଲକ୍ଷ ଟଙ୍କା ତ ସେଥିରେ ଆମେ କଣ ହଉଛି ନା ଆମେ ଦିଟା ପ୍ରକଳ୍ପ ଆମେ କରିପାରିବା ଉପରେ ଆପଣଙ୍କର ଛେଳି ରହିପାରିବେ ତଳେ ଆପଣଙ୍କର କୁକୁଡା ରହିପାରିବେ। ମାନେ ପାଖାପାଖି ଯୋଉ ଆମର ଗ୍ରାଉଣ୍ଡ ଲେବୁଲ ବା ବେସ୍ ଲେବୁଲ ଯୋଉଟା କହୁଛେ ପିଚ୍ ଲେବୁଲ ସେଇଠୁ ପାଖାପାଖି ଆମେ ମଝି ଲେବୁଲ ଟା 9 ଫୁଟ ରଖୁଛେ ଚାରିକଡ ସାଇଡ 7 ଫୁଟ ରୁ 8 ଫୁଟ ରଖୁଛେ ତାପରେ ଗୋଟେ ଚଦର ବିଛେଇ ଦଉଛେ ଯାଇକି ପୁରା ପତଳା ଚଦରରେ ତା ଉପରେ ପୁଣି ଫୁଟେ ଛାଡି ଗୋଟେ ମେଟ୍ ପଡୁଛି ଯେଟା ହଉଛି ଛେଳିଙ୍କ ପାଇଁ ତାଙ୍କ ପାଇଁ ସ୍ଵତନ୍ତ୍ର ରେଲିଂ ସିଷ୍ଟମ କରାହଉଛି ଛେଳି ଚରିକି ଯିବା ପାଇଁ ମାନେ ଚରିକି ଉଠିକି ଆରାମସେ ଉପରକୁ ଯାଇପାରିବେ। ସେଠି ତ ଝାଡା ପରିସ୍ରା ଯାହା କଲେ ତଳେ ଯୋଉ ଏଜବେଷ୍ଟ ଆପଣ ଛପର କରାଯାଇଥିବ ସିଏ ଯାଇକି ଆପଣ ଆରାମସେ ବାହାର ସାଇଡରେ ପଲା। କିନ୍ତୁ ତା ତଳେ ଏଇ ଯୋଉ ଛେଳି ତଳେ ଆପଣଙ୍କର କେବଳ ବ୍ରଏଲର କୁକୁଡାକୁ ଛାଡି ଦେଇକି ଆପଣଙ୍କର RR, FAG, ଦେଶୀ, ସୋନାଲି, ବତକ ଆଉ ଏଇ ସବୁ ଜିନିଷ ଯେତିକ ହାର୍ଡନେସ୍ କୁକୁଡା ଆପଣ ଆରାମସେ ରଖିକି ଆପଣଙ୍କର କଲଚର କରିପାରିବେ ଆଉ ଆପଣ ସେ ଗୋଟେ ଜାଗାର ବଢିଆ ଦିଟା ପ୍ରକାର ଫସଲ ପାଇଲେ କାହିଁକିନା ଯେ ଦୁଇଟା ଲୋକ ଆପଣଙ୍କର ଫାର୍ମ ପାଇଁ ରଖିଛନ୍ତି ଦେଖାଶୁଣା କରିବା ପାଇଁ ସେ ଛେଳି ଦେଖାଶୁଣା କରିବା ସହିତ ବି କୁକୁଡାକୁ ବି ମଧ୍ୟ ସିଏ ଦେଖାଶୁଣା କରିଦେବେ କାହିଁକିନା ଯଦି ଆପଣ ଫ୍ରି ରେଞ୍ଜ ସେ କୁକୁଡାକୁ ତ ଆପଣଙ୍କର କେଜ କରି ରଖିବାର ନାହିଁ ଫ୍ରି ରେଞ୍ଜ ରେ ରଖିବାର ଅଛି। ତ ଫ୍ରି ରେଞ୍ଜ ରେ ଆପଣଙ୍କର ଖାଲି କେବଳ ଷ୍ଟେ ପାଇଁ ଆପଣଙ୍କର ସନ୍ଧ୍ୟା ବେଳେ ଘରକୁ ପଶିଲେ ତାପରେ ଗେଟ୍ ଖୋଲିଦେଲେ ଚାରିକଡ ଫାର୍ମ ସାଇଡରେ ବୁଲିଲେ ଫାର୍ମ ସହିତ ଯାହା ବି ଦାନା ପାଣି ଚାରିଆଡେ ବିଞ୍ଚି ଦେଲେ ସେଠୁ ଖାଇକି ଆସିଲେ ତାଙ୍କ ମାଂସ ବି ଟାଇଟ ରହିଲା ଆଉ ଆପଣଙ୍କର ଯୋଉ ମିଟ୍ ଟା ବି ମାର୍କେଟ ଉପରେ ଡିମାଣ୍ଡ କରିବ। ଗୋଟେ କୁକୁଡାକୁ ଘରେ ରଖିକି ପାଳିବେ ଆଉ ମାର୍କେଟରୁ ଛାଡିକି ପାଳିବେ ତାପରେ ନିହାତି ମିଟ ର ସ୍ଵାଦ ଟା ଟିକେ ଅଲଗା ରହିବ ଏବଂ ମାର୍କେଟରେ ଡିମାଣ୍ଡ ରହିବ। RR, FAG ତ ପୁରା ଆରାମ ସେ ସୋନାଲି ଯୋଉ ରହୁଛି ଦେଶୀ କୁକୁଡା ଭଳିଆ ଦେଖାଯାଉଛି। ସିଏ ପୁରା ଯେତେବେଳେ ଚରି ବୁଲି ଖାଇବେ ସେ ଆହୁରି ମତେ ବହୁତ ଭଲ ରେଜଲ୍ଟ ବାହାର କରିବେ। ଆଉ ଛେଳି ଚାଷ କରିବା ପାଇଁ ହେଲେ ଆପଣଙ୍କୁ ସର୍ବପ୍ରଥମେ ଚିନ୍ତା କରିବାକୁ ପଡିବ ପ୍ରଥମେ ତ ଆପଣଙ୍କ ଲ୍ୟାଣ୍ଡ ର କିଛି ଘାସ ଚାଷ କରିଥିବେ ନେପିଅର ହଉ ବା ଆପଣଙ୍କର 2-3 ପ୍ରକାର ଚାଷ ସେ ସବୁ ଘାସ ଚାଷ ପ୍ରକାର କରତେ ପଡିବ। ବା କଣ ଆପଣଙ୍କର ଆଉ ସୁଇଟେବୁଲ କୋଉ କୋଉ ଜାଗାର ବିଶେଷ କରି ଗୋଟେ ମୋ ଜିନିଷ ହେଲା ଯୋଉ ଆପଣ ଛେଳି ଚାଷ ପାଇଁ ଜାଗା ସୁଇଟେବୁଲ ଦରକାର। ଜାଗା ହେଲା ଏକର ତ ଯଦି ଆପଣଙ୍କର ଜଙ୍ଗଲ ଏରିଆ ରହୁଛନ୍ତି ବା ସେ ଏରିଆ ପାଇଁ ବହୁତ ଭଲ ଆସିବ କିଛି ପ୍ରୋବ୍ଲେମ ନାହିଁ। ବା ଆପଣଙ୍କର ଜନବସତିରୁ ଟିକେ ପାଖାପାଖି 1/2 କିଲୋମିଟର ପାଖାପାଖି ଛାଡ ରଖନ୍ତୁ। ହଁ ଦୂର ହଉଛି ଆପଣଙ୍କ ଯୋଉଠି ଖାଦ୍ୟର ସୋର୍ସ ଭଲ ଅଛି ସେ ଜାଗାରେ ଆପଣଙ୍କ ପାଇଁ ଭଲ ହବ। ଆଉ ଯଦି ଖାଦ୍ୟର ସୋର୍ସ କମ ଅଛି ତାହେଲେ ଆପଣଙ୍କର ନିହାତି ଘାସ ଚାଷ ନିହାତି 1/2 ଏକର ପାଖାପାଖି ଘାସ ଚାଷ ଗୋଟେ କରନ୍ତୁ। ଛେଳିଙ୍କ ଚରିବା ପାଇଁ ଜାଗା କିଛି ସ୍ପେସ ରହିବା ଦରକାର। ଆଉ ଆପଣଙ୍କର ପାଖାପାଖି ପାଣିର ତାଙ୍କର ସେଠି ସୁବିଧା ଥିବା ଦରକାର ଭଲ ପାଣିର ସୁବିଧା ଥିବା ଦରକାର।
ହଁ, ଆଉ ଏତିକି ଜିନିଷ ହେଲେ ଆପଣ ଆରାମସେ କରିପାରିବେ। ଆଉ ଛେଳିର ଘର ଆପଣଙ୍କର ପବନକୁ ଦେଖିକି ବା ଏରିଆ ଦେଖିକି, ପ୍ରାୟତଃ ଆମେ ପୂର୍ବରୁ ପଶ୍ଚିମ ଦିଗକୁ ବେଶୀ ପ୍ରାୟୋରିଟି ଦଉଛେ କରିବା ପାଇଁ। ଆଉ ଚେନ ପତ୍ର ଆପଣଙ୍କର ଯଦି ଜାଗା ସେମିତି ନାହିଁ, ପୂର୍ବରୁ ପଶ୍ଚିମ ନାହିଁ, ଦେଖିକି କରିବେ ଆରାମସେ, ନିଜର ଭଲ ହବ। କାହିଁକିନା ରହୁଛି। ଆଉ ରହିଲା ହଉଛି ଛେଳିଙ୍କ ପାଇଁ ଯୋଉ ଟୀକା ରହୁଛି, ତ ପାଖାପାଖି 2 ରୁ 3ଟା ଟୀକା, 3ଟା ଟୀକା କମ୍ପଲସରି ପ୍ରତ୍ୟେକ ବର୍ଷ ଆପଣଙ୍କୁ ଦବା ପାଇଁ ଚେଷ୍ଟା କରିବେ। ଆଉ ପ୍ରତ୍ୟେକ ଯୋଉ ଛେଳିର ମାର୍କିଂ କରିବା ପାଇଁ ଯୋଉ କାନର ଯୋଉ ପୁଡା ହଉଛି ତାଙ୍କର ଇଏ ସବୁ ଚିହ୍ନ ସବୁ ଦେବେ, ସେତେବେଳେ ଆପଣଙ୍କର ନିହାତି ଇନ୍ସୁରାନ୍ସ କରେଇବେ। ଆଉ ତାଙ୍କର ନମ୍ବରିଂ କର, ସେ ନମ୍ବରିଂ ର ନୋଟ ର ଆପଣଙ୍କ ରେଜିଷ୍ଟର ମେଣ୍ଟେନାନ୍ସ କରିବେ, କୋଉ ଟୀକା କେତେ ଦିନ ପରେ ଦିଆଗଲା ସେଇଟାକୁ ଆଜ୍ଞା ଇଏ କରିବେ। କାରଣ ଏକରେ ଆପଣଙ୍କର ଇନ୍ସୁରାନ୍ସ କ୍ଲେମ ବେଳେ ବି ସେଇଟା ଆପଣଙ୍କର କାମରେ ଆସିବ। ଦୁଇ ରହୁଛି ଆପଣ କାହିଁକିନା ଇନ୍ସୁରାନ୍ସ କ୍ଲେମ କଲେ ଯେତେବେଳେ କରାଯିବ ଛେଳି ଗୁଡିକ ମରିଗଲା କୌଣସି କାରଣରୁ, ତ ସେ ଆଗେ ଦେଖିବେ ଯେ ଟୀକା ନେଇଛି କି ନାହିଁ। ତ ଆପଣ ସେତେବେଳେ ଯୋଉ ଆପଣଙ୍କ ଲୋକାଲ ଏଲ୍ଆଇ ସିଏ ଆସିକି ଦେଇଥିବ, ସେଠି ଦେଲା ପରେ ସେ ସିଗ୍ନେଚର ମାରିକି ଯାଇଥିବ, ହଁ ଦିଆହେଇଛି ବୋଲି ସିଏ ନିଜେ କ୍ଲେମ କରିବ ବା କହିବ ସିଏ। ତ ସେଗୁଡାକ ହବ। ଆଉ କିଛି ଜିନିଷ ଆପଣଙ୍କର ମେଡିସିନ ବାବଦରେ ବି ଜାଣିବେ। ତାପରେ ଆସ୍ତେ ଆସ୍ତେ ବର୍ଷେ ଗଲା ପରେ ବି ଆପଣ ଚାହିଁଲେ ବି ନିଜେ, ଏବେ ତ ମୋ ପାଖରେ ପାଖାପାଖି ଯେତିକି ଚାଷୀ ଅଛନ୍ତି ଏବେ ସେମାନେ ନିଜେ ମେଡିସିନ ଦଉଛନ୍ତି, ନିଜେ ଇଞ୍ଜେକ୍ସନ ବି ନିଜେ ଫୁଡେଇଲେଣି। ଆଉ ନିଜେ ବି ଛେଳିଙ୍କର ଯୋଉ ଧରାଯାଏ, କୁହନ୍ତି ଛେଳି ଧରାଯାଏ, ସେମାନେ ସବୁ ନିଜେ ନିଜେ ସବୁ ରଖି ସବୁ ଆରମ୍ଭ କଲେଣି। ମାନେ ଏବେ ସେ ଆଗରୁ ଏଲ୍ଆଇ ମାନେ ଆସି ତାଙ୍କ ପାଖରୁ ସବୁ ଶିଖି ଶିଖି ଏବେ ସବୁ ନିଜେ ଇଞ୍ଜେକ୍ସନ ଦଉଛନ୍ତି, ନିଜେ ମେଡିସିନ ଦଉଛନ୍ତି। ମାନେ ସେମାନେ ଅଧର ଚାଷୀଙ୍କୁ କହୁଛନ୍ତି ଏଇଟା କିସ ମେଡିସିନ ଦିଆଯିବ, ତାଙ୍କୁ ରୋଗ କେୟାର କଲା, ଜର କେୟାର ହେଲା, ଥର୍ମୋମିଟର କେୟାର ୟୁଜ କରାଯିବ, ସେ ସବୁ ଅଲଗା ଚାଷୀ ମାନଙ୍କୁ ବି ସେ ବତେଇବା ଆରମ୍ଭ କରିସାରିଲେଣି। ଯେହେତୁ ଆଜ୍ଞା ନିଜେ କଲେ ନା, ଅଭ୍ୟାସ ହେଇଗଲା, ଜାଣିଗଲେ, ଆରାମସେ ସବୁ ହେଇଗଲେ। ଏତିକି ଜିନିଷ କଲେ ପ୍ରାୟ ଆପଣଙ୍କର ଛେଳି ଚାଷ ଟିକେ ଆରମ୍ଭ କରିପାରିବେ। ଆଉ ଛେଳିର ସବୁବେଳେ ଦେଖିବେ ଆଉ ଗୋଟେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା, ଯେମାନେ କ୍ରସ କରୁଛନ୍ତି ବ୍ରିଡ, ଗୋଟେ ବୁଧା ଯେତେବେଳେ ଆପଣ ଆଣୁଛନ୍ତି କମ ସେ କମ 3 ଥର କ୍ରସ କରିବା ପାଇଁ, ସେମାନେ 3ଟା ଜେନେରେସନ କ୍ରସ କଲା ପରେ ସେ ବୁଧାକୁ ଚେଞ୍ଜ କରିଦିଅନ୍ତୁ, ନହେଲେ ଅଲଗା ଫାର୍ମ ପଠିକି ଆଉ ଗୋଟେ ବୁଧା ଆଣନ୍ତୁ। କାହିଁକିନା ସବୁବେଳେ ସେ ହେଲେ ଆପଣଙ୍କର ନିହାତି ୟୁନିଟିର କିଛି ଗଡବଡ ଆସିପାରେ। ସେଥିପାଇଁ ଆଜ୍ଞା 3ଟା ଜେନେରେସନ ପରେ ଚେଞ୍ଜ କରିଦିଅ। ଆଜ୍ଞା ସାର୍। ସାର୍ ବହୁତ ବହୁତ ଧନ୍ୟବାଦ କୃଷି ଜାଗରଣ ଓଡିଆ ପେଜ ଲାଇଭ ସେସନରେ ସାମିଲ ହେଲେ। ଆମ ଚାଷୀଙ୍କୁ କଣ ବାର୍ତ୍ତା ଦେବେ ସାର୍? ଆଉ ଆପଣଙ୍କର ଯୋଉ ଏବେ ଯୋଉ କରିଛନ୍ତି ଆପଣଙ୍କ ମାଧ୍ୟମ ଦ୍ଵାରା ବା ଆମର ଯୋଉ ବାର୍ତ୍ତା ଯାଇକି ଚାଷୀ ଭାଇଙ୍କ ପାଇଁ ପହଞ୍ଚି, ସେଥିପାଇଁ ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବି। ଆଉ ତ ଗୋଟେ ନିଉ ବିପ୍ଳବ ସୃଷ୍ଟି କରୁଛନ୍ତି, ଯାଇକି ଚାଷୀ ମାନଙ୍କ ପାଖକୁ ଯୋଉ ନୂଆ ନୂଆ ଚାଷୀ ଅଛନ୍ତି ତାଙ୍କ ପାଖକୁ ଯୋଉ ବାର୍ତ୍ତା ପହଞ୍ଚିବ, କାହିଁକିନା ସାଧାରଣତଃ ସବୁ ଚାଷୀ ଜାଣି ପାରୁନାହାନ୍ତି କିଛିଟା ନଲେଜ। ତ ମୋ କହିବା ହିସାବରେ ବି କିଛି ଚାଷୀଙ୍କ ବି ନଲେଜ ବି କହିବ, ତ ସେମିତିକା ଆପଣ ମାନେ ଯୋଉ ଆରମ୍ଭ କରୁଛନ୍ତି ଏଇଭଳିଆ ମାନେ ଅଭିଯାନ ଟା, ତ ଯୋଉମାନେ ଚାଷ କରୁଛନ୍ତି, କିଛି ବର୍ଷ ପୂର୍ବରୁ ଅଭିଜ୍ଞତା ଅଛି, ତାଙ୍କ ପାଖକୁ ନଲେଜ ଟା ନେଇକି ଯୋଉ ନ୍ୟୁ ବିଗନର ଚାଷୀ ଯୋଉମାନେ ଆସୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବହୁତ ମଧ୍ୟ ଭଲ ରହିବ। ଆଉ ଏବଂ ଏଇଭଳିଆ ସବୁ ପ୍ରୟାସ ବି ଆପଣ ଜାରି ବି ରଖନ୍ତୁ, ଏବଂ ନୂଆ ନୂଆ ଚାଷୀ ମଧ୍ୟ ଶିଖନ୍ତୁ, ଜାଣନ୍ତୁ। ଆଉ ଗଭର୍ଣମେଣ୍ଟ ର ସବସିଡି କଣ ଅଛି ନାହିଁ ସେ ବାବଦରେ ସେ ବାବଦରେ ବି କିଛି ଲୋକ କହିଦେଇ ପାରିବେ, ବା କିଛି ଲୋକ ଜାଣିନାହାନ୍ତି, ଚାଷୀ ଜାଣି ପାରୁନାହାନ୍ତି। ତ ଏଇ ମାଧ୍ୟମ ଦ୍ଵାରା ବି ସବୁ ଜାଣିପାରିବେ। ତ ସେଥିପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି, ଏବଂ ଆଗକୁ କରନ୍ତୁ। ଆଜ୍ଞା। ଆଉ ଆପଣଙ୍କ ଦ୍ଵାରା ଆମ ପରିଚୟ, ଆମ ଚେହରା ମଧ୍ୟ ଚାଷୀ ମାନଙ୍କ ପାଖରେ ପହଞ୍ଚୁ। ଧନ୍ୟବାଦ।